ରାମ ନାରାୟଣ ରାମ। ଆମ ଦେହ ଯନ୍ତ୍ର ସହିତ ଏକ ଗଭୀର ସମ୍ପର୍କ ଗଢ଼ି ଉଠୁଛି। ପୂର୍ବରୁ କିଛି ସମ୍ପର୍କ ଥିଲା, କିନ୍ତୁ ଏତେ ନୁହେଁ। ଯେଉଁଠିକୁ ଯାଉଛୁ ଲାଗୁଛି ଯେ କିଏ ଜଣେ ଗଭୀର ସୁରରେ ଆକର୍ଷଣ କରୁଛି। ଖାଲି ଘରେ ନିଜେ ନିଜେ ବସି ଅନ୍ତର୍ମୁଖୀ ହୋଇଯାଉଛ। ଲୋକେ ଦେଖି କହିବେ ଯେ ପାଗଳ ହୋଇଗଲା, କିନ୍ତୁ ତୁମେ କହୁଛ, ଅରେ ଏହା ବଜୁଛି। ପ୍ରତିଥର ଭିନ୍ନ ଭିନ୍ନ ଭାବରେ ବଜୁଛି। ଯେଉଁ ଉସ୍ତାଦମାନେ ଅଛନ୍ତି ସେମାନେ ବୁଝିପାରି ଆହା ଆହା କହନ୍ତି। ଆଧୁନିକ ଗାୟକମାନେ ଗାଇ ଗାଇ ସୁରରେ ଗଲେ। ତେବେ ଏଠାର ଗୀତ ଅସୁର ଲାଗେ ଯେତେବେଳେ ସେ ଗୀତ ଗାଏ। ଠିକ୍ ତାଳ ନ ମିଳିଲେ ରାଗିଯାଏ, ମନ ଖରାପ ହୋଇଯାଏ। ସମ୍ମିଳିତ ହେଉଥିବା ବେଳେ କ'ଣ ଘଟେ ଧରନ୍ତୁ ରାତିରେ ବସିଛ, ଯଦି କାହାରି ଭାଉଣୀ ଉପରେ ବସିଛନ୍ତି, ଦେଖିବ ଯେ ସେ ତାଙ୍କୁ ତଳକୁ ଆଣିଦେଉଛି। ଏଭଳି ଉପରକୁ କାହିଁକି ଯାଉଛି? କାରଣ ସବୁ ଏକ ସୁରରେ ବିଲୀନ ହୋଇଯାଉଛି। ସମସ୍ତ ଅଣୁପରମାଣୁ ଏକମୁଖୀ ହୋଇଯାଆନ୍ତି। ଏହିଥିରୁ ଏହା ସମ୍ଭବ ହୁଏ। ଯିଏ ଖୟାଲ ଗାଏ, ଯେତେବେଳେ ସେ ଗାଏ ମିତବା ମିତବା ବୋଲି ତୁମକୁ ପାଗଳ କରିଦିଏ। ଅଳ୍ପ ଦେରି ପରେ ମିତବା କାହାକୁ ଗଲା କିମ୍ବା ଫତବା କହି ସେ ତୁମକୁ ମନୋବିକ୍ଷିପ୍ତ କରିଦିଏ। ଏଭଳି ଠୋଙ୍ଗା ମଧ୍ୟ ଏକ ମନ୍ତ୍ର ହୋଇପାରେ। ଉସ୍ତାଦ କେତେ ପ୍ରକାରରେ ଚିନ୍ତା କରନ୍ତି, କିଏ ଜାଣିବ? ମୁଁ କ'ଣ କହିବି? କେଉଁଠୁ ଆସି ପହଞ୍ଚିଲୁ? ପ୍ରତ୍ୟେକ ସ୍ଥାନରେ ଗାୟକଙ୍କର ଘରାଣା ଥାଏ। ଏଠାର ଗାୟକମାନେ ଯେତେବେଳେ ପ୍ରସ୍ତୁତ ହୋଇଯାନ୍ତି, ତେବେ ଲାଗେ କିପରି ଗାଇଥିବେ, କିପରି ହୋଇଥିବ। ସେମାନେ ବହୁତ ଜପ କରନ୍ତି, କିନ୍ତୁ ତାଙ୍କର ହୁଏ ନାହିଁ।